ମାନେ ପିଲେ 8 ନମ୍ବର ଶ୍ଲୋକ ଯାଏଁ ପଢିଥିଲେ ପୂର୍ବ କ୍ଲାସ ରେ ନା ନାଇଁ? ତ ବର୍ତ୍ତମାନ ପିଲେ ଆଉ ରହିଲା 8ଟା ଶ୍ଲୋକ। ଏଇ 8ଟି ଶ୍ଲୋକ ପଢିଦେଲେ ଆମର ଅରିଷ୍ଟ ଭଙ୍ଗ ଯୋଗ ପିଲେ ସବୁ ଯାକ ସରିଯିବ। ତାପରେ ଆମେ କାଲିକି ଇଏ ଆରମ୍ଭ କରିବା ଆଉ କୋଉଟା ଯୋଉ ଆମର ରାଜଯୋଗ ଗୁଡାକ ପିଲେ ଆଉ ହେଲା ଚାଲ। ହେଲା ଏଥର ପିଲା ସିଲାବସ ଠିକ ନସାରିଲେ କାରଣ ତମକୁ ପିଲା ୟାକୁ ସାରିଦେଲା ପରେ ପୁଣି ୟାକୁ ପଢିବା ନା ନାଇଁ ନା ହେଲା। ତାହେଲେ ପିଲା କହୁଛନ୍ତି ପିଲେ ପ୍ରସ୍ଫୁରିତ କିରଣ ଜାଲେ ସ୍ନିଗ୍ଧା ମଲମଣ୍ଡଲେ ବଲୁପେତେ ସୁରମନ୍ତ୍ରିଣୀ କେନ୍ଦ୍ର ଗତେ ସର୍ବାରିଷ୍ଟମ ସମମ ୟାତେ ହେଲା। ତାହେଲେ ପିଲେ କହୁଛନ୍ତି ଯଦି ଜନ୍ମ ସମୟରେ ପିଲେ କଣ ହେଇଥିବ ନା ଦେଦୀପ୍ୟମାନ ବଲବାନ ବୃହସ୍ପତି କେନ୍ଦ୍ରେ ଭବତି ତରିହି ସମସ୍ତ ଅରିଷ୍ଟ ଯୋଗସ୍ୟ ନାଶ ଭବତି। ନର୍ମାଲି କଥା ପିଲେ ମାନେ ମୁଁ କହିଥିଲି କି ବୃହସ୍ପତିଙ୍କ ଭଳିଆ କୌଣସି ଗ୍ରହ ପିଲେ ଅରିଷ୍ଟ ଭଙ୍ଗରେ ସମର୍ଥ ନୁହନ୍ତି। ଯଦି ଜନ୍ମ ସମୟରେ କାହାର ବି ଜାତକରେ ପିଲେ ଯଦି ବଳବାନ ବୃହସ୍ପତି ପିଲେ କେନ୍ଦ୍ରରେ ଅଛନ୍ତି ତାହେଲେ ଅରିଷ୍ଟ ସମସ୍ତ ଅରିଷ୍ଟ ଯୋଗରେ ପିଲେ ବିନାଶ ହେଇଯାଇଥାଏ। କୁହନ୍ତି ପିଲେ ବହୁତ ବଢିଆ ଡାଇଲଗଟେ ଥିଲା ମୋର କାଇଁ ମନେ ପଡୁନି। ଗୁରୁକୁ ୟସ୍ୟ କେନ୍ଦ୍ରେ ସ୍ୟାତ୍ ଠିକ ଅଛି ମାନେ ଯାହାର ଗୁରୁ କେନ୍ଦ୍ରରେ ଅଛି ନା ପିଲେ ତାର ସବୁ କିଛି ଠିକ ଅଛି ହେଲା। କେନ୍ଦ୍ର ମାନେ 1 4 7 10 ଜାତକରେ ଯାହାର ପିଲେ 1 4 7 10 ରେ ପିଲେ ବୃହସ୍ପତି ଅଛନ୍ତି ତ ତା ଜାତକ ବହୁତ ଷ୍ଟ୍ରଙ୍ଗ ହେଇଥାଏ ପିଲେ ବୁଝିଲା। ତା ସହିତ ଆଉ କଣ ପିଲେ ନା ସୌମ୍ୟ ଭବନୋପୟାତଃ ସୌମ୍ୟାଂଶ କଗାଃ ସୌମ୍ୟ ଦ୍ରେକାଣସ୍ଥଃ ଗୁରୁ ଚନ୍ଦ୍ର କାବ୍ୟ ଶଶିଜାଃ ସର୍ବେରିଷ୍ଟସ୍ୟ ହନ୍ତାରଃ। ଆହୁରି ମଧ୍ୟ ପିଲେ କହୁଛନ୍ତି କି ପିଲେ ବୃହସ୍ପତି ଅଥବା ଚନ୍ଦ୍ର ଅଥବା ଶୁକ୍ର ଅଥବା ବୁଧ ଏମାନେ ଯଦି ପିଲେ ଶୁଭ ଗ୍ରହର ରାଶିରେ ଅଛନ୍ତି ଅଥବା ଶୁଭ ଗ୍ରହର ନବାଂଶରେ ଅଛନ୍ତି ଅଥବା ଶୁଭ ଗ୍ରହର ଦ୍ରେଷ୍କାଳରେ ଅଛନ୍ତି ତାହେଲେ ବି ପିଲେ ଅରିଷ୍ଟ ଯୋଗର ବିନାଶ ହେଇଥାଏ ନା ନାଇଁ। ଯଦି ସୌମ୍ୟ ଭବନ ଉପୟାତଃ ଯଦି ଶୁଭ ଗ୍ରହର ରାଶିରେ ଅଛନ୍ତି ସୌମ୍ୟ ଅଂଶକ ଗାହ ଯଦି ଶୁଭ ଗ୍ରହର ନବାଂଶରେ ଅଛନ୍ତି ସୌମ୍ୟ ଦ୍ରେକାଣସ୍ଥ ଯଦି ଶୁଭ ଗ୍ରହର ଦ୍ରେଷ୍କାଣରେ ଅଛନ୍ତି କିଏ ସେ ନା ଗୁରୁ ଚନ୍ଦ୍ର ମାନେ ଚନ୍ଦ୍ର କାବ୍ୟ ମାନେ ପିଲେ ଶୁକ୍ର ଶଶିଜ ମାନେ ପିଲେ ବୁଧ ତାହେଲେ ଏମାନେ ସମସ୍ତେ ହଉଛନ୍ତି ଅରିଷ୍ଟସ୍ୟ ହନ୍ତାରଃ। ଏମାନେ ସମସ୍ତେ ପିଲେ ଅରିଷ୍ଟକୁ ବିନାଶ କରିବେ ବା ଅରିଷ୍ଟକୁ ପିଲେ ଖଣ୍ଡନ କରିଥାନ୍ତି। ସେଥିପାଇଁ ପ୍ରାୟ ଜାତକରେ ପିଲେ ତମକୁ ଅରିଷ୍ଟ ଭଙ୍ଗ ଯୋଗ ମଧ୍ୟ ମିଳିଯାଉଥିବ ପିଲେ ବହୁତ ସାରା ଜାତକରେ ହେଲା କାହା ଜାତକରେ କିଛି ନା କିଛି ଅରିଷ୍ଟ ଭଙ୍ଗ ଯୋଗ ଥିବ ହିଁ ଥିବ ପିଲେ। ତାପରେ କଣ କହୁଛନ୍ତି ନା ଚନ୍ଦ୍ରାଧ୍ୟାସିତରାସେ ଅଧିପଃ କେନ୍ଦ୍ରେ ଶୁଭ ଗ୍ରହୋ ବାପେ ପ୍ରଶମୟତିରିଷ୍ଟଯୋଗଂ ପାପାନି ଯଥା ହରିସ୍ମରଣଂ। କହୁଛି ପିଲେ ଚନ୍ଦ୍ର ୟସ୍ମିନି ରାସौ ଭବତି ପିଲେ ଚନ୍ଦ୍ର ନା ଯୋଉ ରାଶିରେ ଥାଏ ତସ୍ୟ ଅଧିପତି ତ ତାର ଅଧିପତି ପିଲେ ଅଥବା କୋପି ଶୁଭ ଗ୍ରହ ଯଦି କେନ୍ଦ୍ରେ ଭବତି ଅଥବା ଯଦି କୌଣସି ବି ଶୁଭ ଗ୍ରହ ପିଲେ କେନ୍ଦ୍ରରେ ଅଛି ତାହେଲେ ପିଲେ ଅରିଷ୍ଟ ଯୋଗସ୍ୟ ନାଶ ଭବତି ତାହେଲେ ପିଲେ ଅରିଷ୍ଟ ଯୋଗର ବିନାଶ ହେଇଥାଏ। ଚନ୍ଦ୍ର ପିଲେ ଯେଉଁ ରାଶିରେ ଅଛନ୍ତି ୟାର ମାନେ ହେଲା କି ଜାତକର ନିଜ ନିଜର ରାଶି ପିଲେ କାହିଁକି ନା ଜାତକରେ ପିଲେ ଚନ୍ଦ୍ର ଯୋଉ ଜାଗାରେ ଥାଆନ୍ତି ସେଇଟା ହିଁ ସେ ପିଲାର ରାଶି ହେଇଥାଏ ପିଲେ ନା ନାଇଁ ଯେମିତି ଜଣଙ୍କର କନ୍ୟା ରାଶି ମନେକର ତାହେଲେ ତା ଜାତକରେ ଯୋଉ ଚନ୍ଦ୍ର ବି କନ୍ୟା ରାଶିରେ ହିଁ ଥିବେ ବୁଝଉଛି ତ ଚନ୍ଦ୍ରକୁ ନେଇକରି ରାଶି କରାଯାଇଥାଏ। ହେଲା ତ ସେଇ ରାଶିର ଯିଏ ଅଧିପତି ହେଇଥିବ ଆଉ ଅଥବା କୌଣସି ଶୁଭ ଗ୍ରହ ବି ଯଦି ପିଲେ କେନ୍ଦ୍ରରେ ରହିଥିବ ତାହେଲେ ପିଲେ କଣ ହେଇଥାଏ ନା ଅରିଷ୍ଟ ଯୋଗର ପିଲେ ବିନାଶ ହେଇଥାଏ। ହେଲା କେମିତି ନା ଯଥା ବିଷ୍ଣୁ ସ୍ମରଣେନ ପାପାନାଂ ବିନାଶ ଭବତି ଯେମିତି ହରିସ୍ମରଣ ଦ୍ଵାରା ପାପର ପିଲେ ବିନାଶ ହେଇଥାଏ ଠିକ ସେଇଭଳି ଭାବରେ ହେଲା। ତାହେଲେ ପିଲେ ଚନ୍ଦ୍ର ଦ୍ଵାରା ଅଧ୍ୟାସିତ ରାଶି ମାନେ ଚନ୍ଦ୍ର ଯୋଉ ରାଶିରେ ଥିବ ସେ ରାଶିର ଯିଏ ଅଧିପ ଯିଏ ଅଧିପତି ସିଏ ଯଦି କେନ୍ଦ୍ରରେ ଅଛି ଅଥବା ଶୁଭ ଗ୍ରହ ବା ଅଥବା କୌଣସି ଶୁଭ ଗ୍ରହ ବି ଯଦି କେନ୍ଦ୍ରରେ ଅଛି ତାହେଲେ ପିଲେ ରିଷ୍ଟ ୟୋଗମ୍ ପ୍ରଶମୟତେ ତାର ସମସ୍ତ ଅରିଷ୍ଟ ଯୋଗକୁ ପିଲେ ଖଣ୍ଡନ କରିଥାଏ କେମିତି ନା ଯଥା ହରିସ୍ମରଣଂ ପାପାନି ଯେମିତି ପିଲେ ହରିଙ୍କୁ ସ୍ମରଣ କଲେ ବିଷ୍ଣୁଙ୍କୁ ସ୍ମରଣ କଲେ ପିଲେ
पाप सब नष्ट हो जाई थाए ना नहीं। चला तापर कौन कहते पिले ना पापाः यदि शुभ वर्गे सौम्येर दृष्टाः शुभे वर्गस्थैः निघ्नन्ति तदारिष्टं पतिं विरक्ता यथा युवतिः। कहते पिले जदि अरिष्ट कारका पाप ग्रहा जदि अरिष्ट कारक पाप ग्रह माने पिले शुभ ग्रहाणाम वर्गे भवन्ति पिले वर्गर माने होची पिले हमर जो षड वर्ग रहिछि होरा द्रेष्काण नवांश। हाँ जदि शुभ ग्रह मानकर वर्गरे रहुचंती अथवा शुभ वर्गरे थिबा शुभ ग्रह द्वारा दृष्ट भी होउचंती देखा भी जाउचंती ताहले भी पिले अरिष्ट जोग को नाश करिथांती। जेमिति परपुरुषे आसक्ता नारी स्वपति विनश्यति माने परपुरुष ठारे आसक्त थिबा नारी जेपरि निज पतिर विनाश करिथाए सेमति एमाने पाप ग्रह हेले मध्य एमाने अरिष्ट जोगर पिले विनाश करि देइथांती हैला। नले पापा जदि पिले पाप ग्रह मान जदि शुभ ग्रहर वर्गरे थांती अथवा पिले शुभ वर्गरे थिबा शुभ ग्रह द्वारा देखा जांती ताहले भी तदा अरिष्टम निघ्नन्ति सेते बेले मध्य अरिष्ट को खंडन करंती। जेमिति युवती ही जने युवती पिले विरक्ता माने निज पति ठारे विरक्ता अन्य ठारे आसक्ता से भलिया युवती जेमिति पति जेमिति स्वस्य पति निघ्नन्ति माने विनाश करिथाए ठीक से भलिया हैला। चल आउ पिले कोन कोन जोग होई परिबो ना कहूची पिले राहु त्रिषष्ठ लाभे लग्नात् सौम्येर निरीक्षितः सद्यः नाशयते सर्वदुरितं मारुत इव तूल संघातम। कहूची पिले राहु जदि तृतीय भावे पिले राहु जदि जातकरे तृतीय भावरे अछि अथवा पिले षष्ठ भावरे अछि अथवा पिले एकादश भावरे अछि आ शुभ ग्रह द्वारा दुष्ट होउची शुभ ग्रह ताकू देखुचंती ताहले भी पिले अरिष्ट जोगम विनश्यति ताहले भी अरिष्ट जोग को पिले से नष्ट कर देइथाय। जेपरि पवन तूल समूहम विनश्यति जेमिति पवन पिले गोटे तुळा गदाटे थिबो पिले तो पवन तो कोन करियो पिले उड़ी नै जियो सब जाक पिले एका बेले ना नै तो ठीक सेमति राहु मध्य पिले हैला। त राहु जेते बेले त्रि माने तृतीय षष्ठ माने षष्ठ लाभ माने एकादश भावरे थिबो लग्न ठारू अथवा सौम्येर निरीक्षितः अथवा शुभ ग्रह द्वारा देखा जाउथुवा सेते बेले सद्यः सर्व दुरितम नाशयति तो संगे संगे ही समस्त अनिष्ट को पिले नष्ट कर देइथाय। जेमिति मारुतः तूल संघातम इव जेमिति पवन गोटे तुळा गदाटा को पिले संगे संगे नष्ट कर देइथाय ठीक अछि सब तुळा को पिले उड़े किरी अन्य जगह रे पके देइथाय तो ठीक से भलिया। आउ कोन पिले कहउचंदी ना शीर्षोदयेषु राशिषु सर्वे गगनादिवासिनः सूतौ प्रकृतिस्थं चारिष्टं विलीयते घृतम इवाग्निस्थं। तेरे जन्म समय पिले जन्म समय रे जदि अरे पिले स्क्रीन शो करने की गोटे मिनट पिले चला पिले नेटवर्क प्रॉब्लम है था अतला उतर देखी दबा है ना।
ଦେଖ ତାହେଲେ କଣ କହୁଛନ୍ତି ପିଲେ କି ପିଲେ ଜନ୍ମ ସମୟରେ ଯଦି ସମସ୍ତ ଗ୍ରହ ମାନେ ପିଲେ କୋଉଠି ଥିବେ ନା ଶୀର୍ଷୋଦୟେଷୁ ରାଶିଷୁ ପିଲେ ଶୀର୍ଷୋଦୟ ରାଶିରେ ଆମର ଦି ପ୍ରକାର ରାଶି ଅଛି ନା ପିଲେ ଗୋଟେ ଶୀର୍ଷୋଦୟ ଗୋଟେ ପୃଷ୍ଠୋଦୟ ଆଉ ଗୋଟେ ପିଲେ ଉଭୟୋଦୟ ବି ଅଛି ହେଲା। ତ ଶୀର୍ଷୋଦୟ ରାଶି ପିଲେ କୋଉ ମାନେ ନା ମିଥୁନ ସିଂହ କନ୍ୟା ତୁଳା ବିଛା ଆଉ କୁମ୍ଭ ପିଲେ ଏମାନେ ହଉଛନ୍ତି ଶୀର୍ଷୋଦୟ ରାଶି ହେଲା। ଆଉ ସବୁଠୁ ଭଲ ରାଶି ହଉଛି ପିଲେ ଶୀର୍ଷୋଦୟ ରାଶି ମାନେ ଯେକୌଣସି କ୍ଷେତ୍ରରେ ମଧ୍ୟ ଯଦି କୌଣସି ବି ଜିନିଷ ପିଲେ ଶୀର୍ଷୋଦୟ ରାଶିରେ ଅଛନ୍ତି ୟାର ମାନେ କି ତାର ଫଳ ପିଲେ ଭଲ ହିଁ ମିଳିବ ପିଲେ ଶୀର୍ଷୋଦୟ ରାଶି ଭଲ ରାଶି ହେଇଥାଏ ହେଲା। ନର୍ମାଲି କଥା ଶୀର୍ଷୋଦୟ ମାନେ ଯାହାର ପିଲେ ଉନ୍ନତି ହଉଥିବ ପୃଷ୍ଠୋଦୟ ମାନେ ଯିଏ ପଛକୁ ପଛ ଯାଉଥିବ ନା ନାଇଁ। ତାହେଲେ ସେ କଥା କହୁଛନ୍ତି ପିଲେ ଜନ୍ମ ସମୟରେ ଯଦି ସମସ୍ତ ଗ୍ରହ ମାନେ ପିଲେ ଶୀର୍ଷୋଦୟ ରାଶିରେ ଅଛନ୍ତି ମାନେ ଏଇ ରାଶି ମାନଙ୍କର ଅଛନ୍ତି ପିଲେ ତାହେଲେ ମଧ୍ୟ ପିଲେ ଅରିଷ୍ଟ ଯୋଗର ସେଇଭଳି ବିନାଶ ହେଇଥାଏ ଯେମିତି ଅଗ୍ନୌ ଘୃତସ୍ୟ ନାଶ ଭବତି ଯେମିତି ଅଗ୍ନିରେ ପିଲେ ଘିଅ ପକଉ ପକଉ ଘିଅ ସାଙ୍ଗେ ସାଙ୍ଗେ ନଷ୍ଟ ହେଇଯାଇଥାଏ ତ ଠିକ ସେଇଭଳି ଭାବରେ ତାହେଲେ ଶୀର୍ଷୋଦୟେଷୁ ରାଶିଷୁ ତ ଶୀର୍ଷୋଦୟ ରାଶିରେ ସମସ୍ତ ଗଗନାଧିବାସୀନ ପିଲେ ଗଗନାଧିବାସୀନ ମାନେ ଗ୍ରହ ଯଦି ଗ୍ରହ ମାନେ ଅଛନ୍ତି କେତେବେଳେ ନା ସୁତୌ ଜନ୍ମ ସମୟରେ ଠିକ ଅଛି। ତାହେଲେ ପ୍ରକୃତିସ୍ଥମ ଚ ଅରିଷ୍ଟମ ବିଲିୟତେ ତାହେଲେ ସ୍ୱାଭାବିକ ଭାବରେ ଜାତ ହେଇଥିବା ଅରିଷ୍ଟକୁ ମଧ୍ୟ ନଷ୍ଟ କରିଦିଅନ୍ତି ଯେମିତି ଅଗ୍ନିସ୍ଥମ ଘୃତମ ଇବ ଅଗ୍ନିରେ ପକିଆ ଯାଇଥିବା ଘିଅ ଯେମିତି ନଷ୍ଟ ହେଇଯାଏ ସେମିତି ଏଇ ଯୋଉ ଅରିଷ୍ଟ ଯୋଗ ଗୁଡାକ ମଧ୍ୟ ପିଲେ ନଷ୍ଟ ହେଇଯାଆନ୍ତି ହେଲା। ଆଉ କେତେବେଳେ ପିଲେ ନା ତତ୍କାଲେ यदि ବିଜୟୀ ଶୁଭଗ୍ରହ ଶୁଭ ନିରୀକ୍ଷିତୁ ବଶ୍ୟମ୍ ନାଶୟତି ସର୍ବାରିଷ୍ଟମ୍ ମାରୁତଃ ଇବ ପାଦପାନ ପ୍ରବଳଃ କହୁଛି ପିଲେ ଜନ୍ମ ସମୟରେ ଯଦି କୌଣସି ବି ଶୁଭ ଗ୍ରହ ପିଲେ ଗ୍ରହ ଯୁଦ୍ଧରେ ବିଜୟୀ ହେଇଥିବ ମୁଁ କହିଥିଲି ପିଲେ ଗ୍ରହ ଯୁଦ୍ଧ ହୁଏ ଏଇଟା ଗୋଟେ ମାନେ ଆକାଶୀୟ ବସ୍ତୁ ପିଲେ ଠିକ ଅଛି ୟାକୁ ଆମ ମାନେ ନର୍ମାଲି ଜାଣିପାରିବା ନାହିଁ ପିଲେ ତ ଗ୍ରହ ଯୁଦ୍ଧ ପିଲେ ହେଇଥାଏ। ତ ଯଦି କୌଣସି ଶୁଭ ଗ୍ରହ ପିଲେ ଗ୍ରହ ଯୁଦ୍ଧରେ ବିଜୟୀ ହେଇଥିବ ଆଉ ସେଇ ଗ୍ରହକୁ ଶୁଭ ଗ୍ରହ ମାନେ ବି ଦେଖୁଥିବେ ତାହେଲେ ପିଲେ ସମସ୍ତ ଅରିଷ୍ଟ ଯୋଗର ପିଲେ ବିନାଶ ହେଇଥାଏ ଯେମିତି ପ୍ରବଳ ପବନ ବୃକ୍ଷାଣମ ବିନାଶମ କରୋ ଯେତେବେଳେ ପିଲେ ବହୁତ ଜୋରେ ପବନ ହୁଏ ବାତ୍ୟା ଏସବୁ ସବୁ ଗଛ ଗୁଡାକ ପିଲେ ନଷ୍ଟ ହେଇଯାଆନ୍ତି ନା ତ ଠିକ ସେଇଭଳି ଭାବରେ ପିଲେ ତାହେଲେ ତତ୍କାଳେ ମାନେ ସେଇ ସମୟରେ ଯଦି ଶୁଭ ଗ୍ରହ ବିଜୟୀ ଗୋଟେ ଶୁଭ ଗ୍ରହ ପିଲେ ଗ୍ରହ ଯୁଦ୍ଧରେ ବିଜୟ ହେଇଥିବ ଆଉ ପିଲେ ଶୁଭ ନିରୀକ୍ଷିତ ଅବଶ୍ୟମ ଆଉ ଅବଶ୍ୟ ଶୁଭ ଗ୍ରହ ଦ୍ଵାରା ପିଲେ ଦେଖାଯାଉଥିବ ତାହେଲେ ସର୍ବାରିଷ୍ଟମ ନାଶୟତି ତାହେଲେ ସମସ୍ତ ଅରିଷ୍ଟକୁ ପିଲେ ନଷ୍ଟ କରିଥାଏ ଯେମିତି ପ୍ରବଳ ମାରୁତ ଯେମିତି ପିଲେ ଅତ୍ୟଧିକ ପବନ ମାନେ ବାତ୍ୟା ପିଲେ ପାଦପାନ ଇବ ଯେମିତି ପାଦପାନ ମାନେ ବୃକ୍ଷାନ ଯେମିତି ବୃକ୍ଷ ମାନଙ୍କୁ ନଷ୍ଟ କରିଦେଇଥାଏ ଠିକ ସେଇଭଳି ଭାବରେ ହେଲା। ଚାଲ ତାପରେ ଆଉ ପିଲେ କଣ କଣ ଅରିଷ୍ଟ ଯୋଗ ପିଲା ଅଛି ନା ପକ୍ଷୀ ଶୀତେ ଭବତି ଜନ୍ମ यदि क्षपायाम କୃଷ୍ଣେ ତଥା ହନି ଶୁଭା ଶୁଭଦୃଶ୍ୟମାନଃ तम चंद्रमा रिपु विनाशगतोऽपि यत्नात् आपत्सुरक्षति पितेव शिशुं नहन्ति ହେଲା ପିଲେ ତାହେଲେ କହୁଛନ୍ତି ପିଲେ କି ଯଦି ଶିଶୋହ ଜନ୍ମ ଶୁକ୍ଲ ପକ୍ଷସ୍ୟ ରାତ୍ରୁ ଭବତି ଯଦି ପିଲାର ଜନ୍ମ ପିଲେ ଶୁକ୍ଳ ପକ୍ଷରେ ରାତିରେ ହେଇଥିବ ତଥା ଚନ୍ଦ୍ର ଶୁଭ ଗ୍ରହ ହିଁ ଦୃଷ୍ଟ ଭବତି ଆଉ ଚନ୍ଦ୍ର ମଧ୍ୟ ଶୁଭ ଗ୍ରହ ଦ୍ଵାରା ଦୃଷ୍ଟ ହଉଥିବ ଚନ୍ଦ୍ରକୁ ଶୁଭ ଗ୍ରହ ମାନେ ଦେଖୁଥିବେ तरी चंद्र षष्ठ स्थाने अथवा अष्टम स्थाने भूत्वा अपि ताहले भी चंद्र पिले षष्ठ स्थान रे थाउ कि अष्टम स्थान रे थाउ तथापि मध्य पिले अरिष्ट जोगस्य विनाशम करोति पिले अरिष्ट जोगर ना विनाश ही जाय अथवा जदि शिशु हो जन्म जदि पिलाटीर जन्म पिले कृष्ण पक्षर दिन रे हेतिबो आ चंद्र पिले अशुभ ग्रह द्वारा देखा जाउथबो चंद्र को पिले अशुभ ग्रह माने देखुथिबे ताहले भी पिले चंद्र षष्ठ स्थान रे थाउ कि अष्टम स्थान रे थाउ अरिष्ट जोगर पिले विनाश ହେଇଥାଏ ଯେପରି ପିତା ବିପଦୀ ପୁତ୍ରସ୍ୟ ରକ୍ଷାମ କରୋତି ନା ତୁ ବିନାଶମ ତ ଏଭଳିଆ ଚନ୍ଦ୍ର ବିନାଶ କରିବନି ଏଭଳିଆ ଚନ୍ଦ୍ରକୁ ରକ୍ଷା କରିବ ଯେମିତି ପିତା ପିଲେ ବିପଦରେ ପଡିଥିବା ପୁଅର ରକ୍ଷା କରିଥାଏ ତାକୁ ତାର ବିନାଶ କରିନଥାଏ ତ ଠିକ ସେଇଭଳି ଭାବରେ ଏଭଳି ଷଷ୍ଠରେ ଅଥବା ଅଷ୍ଟମରେ ଥିବା ଚନ୍ଦ୍ର ମଧ୍ୟ ତ ଅରିଷ୍ଟ କରିବନି ବରଂ ଅରିଷ୍ଟର ଖଣ୍ଡନ କରିବ କିନ୍ତୁ ପିଲେ ଦିଟା କଣ୍ଡିସନ ଦରକାର ଯଦି ଶୁକ୍ଳ ପକ୍ଷରେ ଜନ୍ମ ହେଲା ତାହେଲେ ରାତିରେ ଜନ୍ମ ହେଇଥିବାର ଅଛି
ଆଉ शुभ ग्रह मान देखुवार अच्छी ना जदि कृष्ण पक्ष जन्म है ताहले सी दिन रे जन्म होइथिवार अछि आउ ताको पिले अशुभ ग्रह मान देखुवार अछि ताहले ही पिले सब कंडीशन आइ परिबो हैला सेति पय कहला शीते पक्षी पिले शीते माने शुक्ल पक्ष रे जन्म जदि भवति जदि जन्म हेइ थाए ताहले केते बेड हबा दरकार ना क्षपायाम पिले राति रे हबा दरकार आउ जदि कृष्णे जदि कृष्ण पक्ष होइथिबो तथा अहनि पिले दिन बेला हेइथिवार अछि आउ जेते बेले शुक्ल पक्ष से पक्षरे शुभ दृश्यमान जो जेते कृष्ण पक्ष सेते बेले अशुभ दृश्यमान माने शुभ ग्रह मान देखुथिबे आउ जदि कृष्ण पक्ष होइथिबो पिले अशुभ ग्रह मान देखुथिबे ताहले तम चंद्रमा रिपु विनाश गतोपि यत्नात् ताहले सेई भलिया चंद्र षष्ठ रे थाउ कि विनाश मान अष्टम रे थाउ तम यत्नात् रक्षति ताकु ना जत्न पूर्वक प्ले आपत्सु मान विपद रे रक्षा करि थाए काहा भलिया जेमते पिता इव गोटे पिता परीक्षा माने आउ शिशु न हंती आउ शिशुर पिले विनाश करि न थाए हैला ताले एमती हेकि प्ले तम मानकर वर्तमान सरिला हैला अरिष्ट जोग सइला अरिष्ट भंग जोग सइला तापरे परवर्ती जो चैप्टर पिले तम मानकर आसीबो से होची पिले नाना विधाः जोगाः हैला जोथरे पिले हम अनेक जोग विषय पिले पढिबा ठीक अछि आउ अल्प रहिला पिले ठीक अछि अनेक जोग विषय पढिला हमर शरीर विषय पिले ठीक अछि सरी गले एगुडा सइला एगुडा तम माने मझरे मझरे थर थर खाली पढि दउथु पिले ठीक अछि ए तो 28 पेज पीडीएफ टा पिले हां दिनू खाली 10 मिनिट हो 15 मिनिट हो पढि दउथु परीक्षा पाइ पिले हे गला ठीक अछि मन में रहि जियो परीक्षा भीतर मन भी रहि जियो तापर तम माने पिले बीएड पई टिके अधिक पिले परिश्रम करिवो हैला हौ पिले ठीक अछि हम पुणी काली की पिले देखिबा